प्रभु यीशु ख्रीष्टଙ୍କର आराधना आराधना धन्यवाद धन्यवाद स्तुति हो। धन्यवाद स्तुति हो। कृष्ण रामन शत्रुघ्न रामन को रक्षा कर हे मोर ईश्वर। पिता पुत्र पवित्र आत्मा का नाम रे आमेन। ତାଙ୍କ ନାମରେ ଆମେ ଆସନ୍ତୁ ଆମେ ପ୍ରାର୍ଥନା କରିବା। हालेलुया 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 हालेलुया। धन्यवाद यीशु, धन्यवाद 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 प्रभु ମାନଙ୍କର प्रभु ତୁମରି ଗୌରବ ହଉ, ତୁମରି ପ୍ରଶଂସା ହଉ, ତୁମରି ସ୍ତୁତି କରୁଅଛୁ ରାଜା। ରାଜା ତୁମର ଧନ୍ୟବାଦ ଜ୍ଞାପନ କରୁଅଛୁ ପ୍ରଭୁ। हे ଗୌରବମୟ ପରମେଶ୍ୱର, ତୁମେ ଆମ ମାନଙ୍କ ପ୍ରତି ଦୟା କର। ତୁମେ ଆମ ମାନଙ୍କ ପ୍ରତି ଦୟା କରିଅଛ, ଏଥି ନିମନ୍ତେ ତୁମକୁ ଆମେ କୋଟି କୋଟି ଧନ୍ୟବାଦ କରୁଅଛୁ ପ୍ରଭୁ। ତମେ ଦୟା ଅନୁଗ୍ରହ କରି ପ୍ରଭୁ ଆଜିର ପ୍ରଥମ ପହରରେ ଦିବସ ଦେଖିବା ପୂର୍ବରୁ ପ୍ରଭୁ ପ୍ରଥମରେ ତୁମରି ଉପସ୍ଥିତିକୁ ଆମମାନେ ଅନୁଭବ କରିବା ନିମନ୍ତେ, ତୁମରି ସାଥିରେ ବସି ତମରି ପ୍ରଶଂସା ଗାନ କରିବା ନିମନ୍ତେ ପ୍ରଭୁ ତୁମ୍ଭେ ଆମ ମାନଙ୍କୁ ଉପସ୍ଥିତ କରାଇଅଛ। ନିମନ୍ତେ ତମକୁ ଆମେ କୋଟି କୋଟି ଧନ୍ୟବାଦ ଜ୍ଞାପନ କରୁଛୁ। ଧନ୍ୟବାଦ ପାଇବାର ଯୋଗ୍ୟ ତମ ପରମ ଅଟ ରାଜା। ତମେ ଆମ ମାନଙ୍କ ପ୍ରତି ଦୟା କର, ଯେପରି ଆମେ ସମସ୍ତେ ପ୍ରଭୁ ତୁମ ନାମର ପ୍ରଶଂସା, ତୁମ ନାମର ମହିମା, ତୁମ ଦାନର ଗୌରବ କରିବା ନିମନ୍ତେ ପ୍ରଭୁ ଆମ ମାନେ ଉପସ୍ଥିତ ସମସ୍ତଙ୍କୁ ସତ୍ବୁଦ୍ଧି, ସତ୍ଜ୍ଞାନ, ସତ୍ଚିନ୍ତା କରିବାର ଶକ୍ତି ତମେ ଦିଅ ପ୍ରଭୁ। ଆମେ ମାନେ ନିଜ ବିଷୟରେ ଚିନ୍ତା କରିବା ସମୟରେ, ନିଜ ବିଷୟରେ ଚିନ୍ତା କରିବା ପୂର୍ବରୁ ପ୍ରଭୁ ତମରି ବିଷୟରେ ଚିନ୍ତା କରିବା ନିମନ୍ତେ ପ୍ରଭୁ ଆମ ସମସ୍ତଙ୍କୁ ତମ ଉପସ୍ଥିତ କରାଇଲ। ଏଥି ନିମନ୍ତେ ତମକୁ ଧନ୍ୟବାଦ ଜ୍ଞାପନ କରୁଅଛୁ ପ୍ରଭୁ। ପ୍ରପଣ କରିବାକୁ ସୁଯୋଗ ତମେ ଦଉଛ, ଏଥି ନିମନ୍ତେ ତମକୁ ଧନ୍ୟବାଦ ଦଉଅଛୁ ରାଜା। ରାଜା ଡିଭାଇନ ମର୍ସି ପରିବାରର ସମସ୍ତଙ୍କର ହୃଦୟରେ ତମେ ବାସ କର। ସମସ୍ତ ପରିବାରର ସମସ୍ତ ପ୍ରିୟଜନକୁ ପ୍ରଭୁ ତମେ ଆଶୀର୍ବାଦ କର। ସମସ୍ତଙ୍କୁ ତମେ ଦୀର୍ଘାୟୁ ଦିଅ ପ୍ରଭୁ, ଉତ୍ତମ ସ୍ୱାସ୍ଥ୍ୟ ଦିଅ ପ୍ରଭୁ। ସମସ୍ତ ରୋଗରୁ ତମେ ମୁକ୍ତ ଦିଅ ପ୍ରଭୁ। ପ୍ରଭୁ ଅନେକ ଦିନ ଆମେ ମାନେ ଅନେକ ଲୋକଙ୍କ ବିଷୟରେ ଆମେ ଚିନ୍ତା ପ୍ରାର୍ଥନା କରୁଥିଲୁ, ତମେ ଦୟା କରିଅଛ। ବିଶେଷ କରି ଏହି ସମୟରେ ପ୍ରଭୁ ବିମଳା ଦିଦିକୁ ସମସ୍ତରେ ଦଉଅଛି ପ୍ରଭୁ, ତାଙ୍କୁ ତମେ ଦୟା କରି ସୁସ୍ଥ କରିଅଛ। ତମକୁ ଧନ୍ୟବାଦ ଦଉଛୁ ତାଙ୍କର ସମ୍ପୂର୍ଣ୍ଣ ସୁସ୍ଥତା ନିମନ୍ତେ ପ୍ରଭୁ ତମକୁ ଅନୁରୋଧ କରୁଛୁ। କୃଷ୍ଣା ଭାଇଙ୍କ ପ୍ରତି ମଧ୍ୟ ପ୍ରଭୁ ତମକୁ ପ୍ରଭୁ ଧନ୍ୟବାଦ ଦଉଛୁ, ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥତା ଦେଇ ତମେ ମହିମାନ୍ୱିତ ଓ ରାଜା ଆମେ ତୁମକୁ ଅନୁରୋଧ କରୁଅଛୁ। କୃଷ୍ଣା ଭାଇ ଏବଂ ପ୍ରଭୁ ବେଲାଙ୍କିନୀ ଦିଦିକୁ ମଧ୍ୟ ତମ ହସ୍ତରେ ଦଉଅଛୁ ରାଜା। ବେଲାଙ୍କିନୀଙ୍କ ପ୍ରତି ହୃଦୟ ତମେ ଦିଅ, ତାଙ୍କୁ ମଧ୍ୟ ତମେ ସୁସ୍ଥ କରିଅଛ। ସମ୍ପୂର୍ଣ୍ଣ ସୁସ୍ଥତା ନିମନ୍ତେ ପ୍ରଭୁ ତମକୁ ଅନୁରୋଧ କରୁଅଛୁ ପ୍ରଭୁ। ଏବଂ ବର୍ତ୍ତମାନ ଡିଭାଇନ ମର୍ସିରେ ଉପସ୍ଥିତ ହୋଇଥିବା ସମସ୍ତଙ୍କୁ ପ୍ରଭୁ ତମର ଆଶୀର୍ବାଦ ପ୍ରଦାନ କର। ଆମେ ମାନେ ଯେପରି ପ୍ରଭୁ ପ୍ରତ୍ୟେକ ଦିନ ପ୍ରଭୁ ତମରି ନାମର ପ୍ରଶଂସା ଗୌରବ କରି ଦିନକୁ ସୁନ୍ଦର ଭାବେ ଅତିବାହିତ କରିବୁ, ସେଥିପ୍ରତି ତମେ ସହାୟକ ହୋ। ଗୌରବ, ମହିମା, ପୂଜା, ପ୍ରଶଂସା ତୁମକୁ ଦେଇ ଛୋଟ ନିବେଦନ ପ୍ରାର୍ଥନା ପ୍ରିୟ ପୁତ୍ର ଯୀଶୁଙ୍କ ନାମରେ ମାଗି ପିତା, ଆମେନ୍ ଆମେନ୍ आमेन। ପ୍ରିୟ ମାନେ, आमेन। ଆଜିର ପ୍ରାର୍ଥନା ସଭାକୁ ଶୁଭାରମ୍ଭ କରିବା ନିମନ୍ତେ ଭକ୍ତିପୂର୍ଣ୍ଣ ସଙ୍ଗୀତ ଗାନ କରିବାକୁ ଅନୁରୋଧ କରିବି। ଲୁସିତା ଦିଦି, ଜୟ ଯୀଶୁ जय जीशु आज्ञा नमस्कार। ଦିଦି, ଈଶ୍ୱରଙ୍କ ଗୌରବ ଦେଶରେ ତଥା ଆଜିର ପ୍ରାର୍ଥନା ସଭାକୁ ଶୁଭାରମ୍ଭ କରିବା ନିମନ୍ତେ ଏକ ଭକ୍ତିପୂର୍ଣ୍ଣ ସଙ୍ଗୀତ ଗାନ କରି ଆଜିର ପ୍ରାର୍ଥନା ସଭାକୁ ଶୁଭାରମ୍ଭ କରିବାର ସହାୟତା କରନ୍ତୁ। आसन्तु आमने समस्ते ईश्वरଙ୍କର निकटवर्ती हेबा, तांकर जय गान करिबा। प्रिय जीशु मोर दयार सागर, प्रिय जीशु मोर दयार
ସାଗର ଜୀବନ ଦାତା ତୁମେ ମୋର ଜୀବନ ଦାତା ତୁମେ ମୋର ପ୍ରିୟ ଯୀଶୁ ମୋର ଦୟାର ସାଗର প্রিয় যিশু মোর দয়ার সাগর জীবন দাতা তুমি মোর জীবন দাতা তুমি মোর তুমি হি আদি তুমি হি অন্ত তুমি আলোক জগতর তুমি হি আদি তুমি হি অন্ত তুমি আলোক জগতর তুমি বঞ্চাইল মৃত শরীর জীবন দাতা তুমি মোর তুমি বঞ্চাইল মৃত শরীর জীবন দাতা তুমি মোর প্রিয় যিশু মোর দয়ার সাগর জীবন দাতা তুমি মোর জীবন দাতা তুমি মোর অন্ধকু আখি তুমি ଦେଇଥିଲ ছোটকু ବି তুমি চলাইল অন্ধকু আখি তুমি ଦେଇଥିଲ ছোটকু ବି তুমি চলাইল তুমি বঞ্চাইল মৃত শরীর জীবন দাতা তুমি মোর তুমি বঞ্চাইল মৃত শরীর জীবন দাতা তুমি মোর প্রিয় যিশু মোর দয়ার সাগর প্রিয় যিশু মোর দয়ার সাগর জীবন দাতা তুমি মোর জীবন দাতা তুমি মোর আজি ଏହି দিনে এ শুভ লগনে মিলিত হয়েছু তুম নামে আজি ଏହି দিনে এ শুভ লগনে মিলিত হয়েছু তুম নামে তুমি দ্বিধার খড়গ লগাই চলাও তুম পথে সাই তুমি দ্বিধার খড়গ লগাই চলাও তুম পথে সাই প্রিয় যিশু মোর দয়ার সাগর প্রিয় যিশু মোর দয়ার সাগর জীবন দাতা তুমি মোর জীবন দাতা তুমি মোর ধন্যবাদ আজ্ঞା ଧନ୍ୟବାଦ ଦିଦି ଅତି ସୁନ୍ଦର ଭକ୍ତିପୂର୍ଣ୍ଣ ସଙ୍ଗୀତ ଗାନ କରି ଈଶ୍ୱରଙ୍କୁ ସ୍ୱାଗତ କରିଅଛନ୍ତି ସେଇ ସ୍ୱାଗତମୟ ପରମେଶ୍ୱର ଆଜି ଆମମାନଙ୍କୁ କଥା କହିବେ ଆମ ସାଥିରେ ବସିବେ ଆମମାନଙ୍କୁ ଆଶ୍ୱାସନା ଦେବେ ଆମମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ଆଜି ଆଜି ଈଶ୍ୱରଙ୍କ ସେଇ ପବିତ୍ର ବାକ୍ୟ ପ୍ରଦାନ କରିବା ନିମନ୍ତେ ଆମମାନେ ଅନୁରୋଧ କରିଅଛୁ ଆମମାନଙ୍କ ପ୍ରିୟ ରାଜମଝି ଆଜ୍ଞା ପ୍ରତ୍ୟେକ ସମୟରେ ଡିଭାଇନ ମର୍ସିରେ ଉପସ୍ଥିତ ହୋଇ ଈଶ୍ୱରଙ୍କ ବାକ୍ୟ ପ୍ରଦାନ କରିବାରେ ସେ ବାକ୍ୟ ବୀର ସାର୍ଙ୍କୁ ମୁଁ ଅନୁରୋଧ କରିବି ଡିଭାଇନ ମର୍ସି ପ୍ରେର ଓଡ଼ିଶା ତରଫରୁ ସାର୍ ଉପସ୍ଥିତ ହୋଇ ଈଶ୍ୱର ଆପଣଙ୍କ କଣ୍ଠସ୍ୱରରୁ ପ୍ରକାଶିତ ହେବାକୁ ଯେଉଁ ବାକ୍ୟ ଧରିକି ଆସିଛନ୍ତି ଦୟାକରି ଉପସ୍ଥିତ ହୋଇ ଆମମାନଙ୍କୁ ସେ ପବିତ୍ର ବାକ୍ୟ ପ୍ରଦାନ କରିବାରେ ସହାୟକ ହୁଅନ୍ତୁ ଜୟ ଯୀଶୁ ଆଜ୍ଞା ସୁସ୍ୱାଗତମ
ସମସ୍ତଙ୍କୁ ପୁନର୍ବାର ଏହି ଶୁଭ ସକାଳରେ ପ୍ରଭୁ ଯୀଶୁଙ୍କ ନାମରେ ଜୟ ଯୀଶୁ ଏବଂ ନମସ୍କାର। ଯୀଶୁ ଜୟ ଯୀଶୁ ଜୟ ଯୀଶୁ। ନମସ୍କାର। ତେବେ ଆସନ୍ତୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଈଶ୍ୱରଙ୍କର ବାକ୍ୟ ଆମେ ଧ୍ୟାନ କରିବା। ଆଜିର ମୁଖ୍ୟ ପ୍ରସଙ୍ଗ ରହିବ ପ୍ରତିମୂର୍ତ୍ତି, ପରମେଶ୍ୱରଙ୍କର ପ୍ରତିମୂର୍ତ୍ତି ଏବଂ ଈଶ୍ୱରଙ୍କ ବାକ୍ୟ ଆମେ ପଠନ କରିବା। ଯୋହନ 14:8 ପଢିବା। ସେଠାରେ ପ୍ରକାଶ କରେ, ଫିଲିପ ତାହାଙ୍କୁ କହିଲେ, ପ୍ରଭୁ ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାନ୍ତୁ, ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। ଯୀଶୁ ତାହାଙ୍କୁ କହିଲେ, ଫିଲିପ, ଏତେ କାଳ ମୁଁ ତୁମମାନଙ୍କ ସଙ୍ଗରେ ଅଛି, ଆଉ ତୁମେ କଣ ମୋତେ ଜାଣିଲ ନାହିଁ? ଯେ ମୋତେ ଦର୍ଶନ କରିଅଛି ସେ ପିତାଙ୍କୁ ଦର୍ଶନ କରିଅଛି। ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାନ୍ତୁ ବୋଲି ତୁମେ କିପରି କହୁଛ? ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋଠାରେ ଅଛନ୍ତି, ଏହା କଣ ବିଶ୍ୱାସ କରୁନାହଁ? ମୁଁ ତୁମମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେ ସବୁ ମୋ ନିକଟରୁ ମୋ ନିଜରୁ କହେ ନାହିଁ, କିନ୍ତୁ ପିତା ମୋଠାରେ ଥାଇ ଆପଣା କର୍ମ କରୁଛନ୍ତି। ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋଠାରେ ଅଛନ୍ତି, ଏହା ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁ ହେଲେ ବିଶ୍ୱାସ କର। ପ୍ରଭୁଙ୍କର ପବିତ୍ର ସୁସମାଚାର। ହେ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ତୁମର ପ୍ରଶଂସା ହେଉ। ତୁମର ପ୍ରଶଂସା ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମର ପ୍ରଶଂସା। ଖ୍ରୀଷ୍ଟଙ୍କଠାରେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏହି ଶୁଭ ସକାଳରେ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ମୋ ଭଳି ଏକ ଯୋଗ୍ୟ ଦାସଙ୍କୁ ପ୍ରଭୁ ପୁନର୍ବାର ଏତେ ବଡ଼ ପ୍ଲାଟଫର୍ମ ଦିବାର ମେର୍ସି ପ୍ରେୟର ଓଡ଼ିଶା ଭଳି ଏକ ପ୍ଲାଟଫର୍ମରେ ପୁନର୍ବାର ଈଶ୍ୱରଙ୍କର ବାକ୍ୟ ଉପସ୍ଥାପନ କରିବା ନିମନ୍ତେ ପ୍ରଭୁ ପୁନର୍ବାର ଆମମାନଙ୍କୁ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟବାଦ ଦେବା ସହିତ ଆମମାନଙ୍କର ପ୍ରଣୀତ ଜନ ସାରଙ୍କୁ ମଧ୍ୟ ଧନ୍ୟବାଦ ଦେବି। ଆସନ୍ତୁ ମୋର ପ୍ରିୟମାନେ, ଆମେ ସମୟ ନଷ୍ଟ ନ କରିକି ଈଶ୍ୱରଙ୍କ ବାକ୍ୟ ପ୍ରତି ଧ୍ୟାନ କରିବା। ପରମେଶ୍ୱରଙ୍କର ପ୍ରତିରୂପ କହିଲେ ଆମେ କଣ ବୁଝୁ ପ୍ରିୟମାନେ? ତାଙ୍କର ସୃଷ୍ଟିକର୍ତ୍ତାଙ୍କର ଛାୟା। ପ୍ରଭୁ ଯେ ଆଦାମଙ୍କୁ ସୃଷ୍ଟି କଲେ ଆପଣା ପ୍ରତିମୂର୍ତ୍ତିରେ ବୋଲି କହିଲେ, ତାଙ୍କର ଛାୟା, ଆମେ ସମସ୍ତେ ତାଙ୍କର ଛାୟା ଭଳି। ଦିନେ ମଶା ଯାତ୍ରା 33:20 ଏବଂ 23 ପଦରେ ଯଦି ଆପଣମାନେ ଧ୍ୟାନ କରିବେ, ମଶା ଦାବି କଲେ, ପ୍ରଭୁ ଏତେ ବଡ଼ ମହାନ କାମ ତମେ କରୁଅଛ ମୋ ମାଧ୍ୟମରେ। ସିନାଇ ପର୍ବତରୁ ସେଇ 10 ଆଜ୍ଞା ଆମମାନଙ୍କୁ ଦେଲ ଏବଂ ଇଜିପ୍ଟରୁ କିଣାକୁ ନେବା ନିମନ୍ତେ ଏତେ ବଡ଼ ସମୁଦ୍ର ପାର କରିବା ପାଇଁ, ସାଗର ପାର କରିବା ପାଇଁ ତୁମ ଆମମାନଙ୍କୁ ଶକ୍ତି ଦେଲ। ଏବଂ ତୁମେ ଯୋଉ ପଥରକୁ ଆଘାତ କରିବାକୁ କହିବ, ସେ ପଥରକୁ ଆଘାତ କଲେ ପାଣି ଝରିବ। ଏତେ ମହାନ କାମ କରିଛ ପ୍ରଭୁ, ତମକୁ ମୁଁ ଟିକେ ଦେଖିବାକୁ ମୁଁ ଚାହୁଁଛି ବୋଲି ସେ କହିଲେ। ମଶାକୁ ପ୍ରଭୁ କହିଲେ, ହେ ମୋସେସ, ତୁମେ ଯୋଉଦିନ ପ୍ରଭୁଙ୍କୁ ଦେଖିବ ସେଇଦିନ ତୁମେ ମରିବ, କାରଣ ମନୁଷ୍ୟଙ୍କ ଚକ୍ଷୁରେ ପ୍ରଭୁଙ୍କୁ ଦେଖିବାର ସକ୍ଷମତା ନାହିଁ। ମୁଁ ଯେତେବେଳେ ତୁମ ଦେଇକି ଯାଉଛି, ମୁଁ ପଥର ଉପରେ ବସିବି, ତମେ ଜାଣିବ ସେ ପଥରରେ ପାଣି ଝରୁଛି, ସେଇଠି ମୁଁ ଉପସ୍ଥିତ ବୋଲି ତମେ ଜାଣିବ ବୋଲି ମଶାଙ୍କୁ ସେ ବୁଝାଇଲେ। କିନ୍ତୁ ମୋର ମୁଖ ତୁମେ ଦେଖିବ ନାହିଁ। ମଶାଙ୍କର ବାରମ୍ବାର ଦାବିକୁ ରଖି ପ୍ରଭୁ କଣ କଲେ? ବାଧ୍ୟତା ହେଲେ ତାଙ୍କର ପୃଷ୍ଠ ବା ପିଠି ଦେଖାଇଲେ। ଜୟ ଯୀଶୁ। ମୋର ପ୍ରିୟ ଭାଇ ଭଉଣୀ ମାନେ,
ମଶାଙ୍କ ମାଧ୍ୟମରେ ପ୍ରଭୁ ଏତେ ଆଶ୍ଚର୍ଯ୍ୟ କର୍ମ କଲେ, କିନ୍ତୁ ପ୍ରଭୁଙ୍କୁ ଦେଖିବା ପାଇଁ ସେ ସୁଯୋଗ ପାଇଥିଲେ, ଗୋଟେ ପୃଷ୍ଠ ଦେଶ ଦେଖିବାକୁ ପାଇଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସମସ୍ତେ ଈଶ୍ୱରଙ୍କର ପ୍ରତିରୂପ। ଈଶ୍ୱରଙ୍କୁ ଦେଖି ନାହୁଁ ସତ, କିନ୍ତୁ ତାଙ୍କର ପ୍ରତିରୂପ। ସେଥିପାଇଁ ସେ ଆମମାନଙ୍କୁ ଗଠନ କରିବା ସମୟରେ, ଆଦାମଙ୍କୁ ଗଠନ କରିବା ସମୟରେ ତାଙ୍କର ପ୍ରତିରୂପ କ'ଣ ଥିଲା? ଈଶ୍ୱରଙ୍କର ଛାୟା। ସେ ନିଜର ପ୍ରାଣ, ମନ, ଜୀବନ ଦେଇ ତାଙ୍କୁ ସୃଷ୍ଟି କଲେ, ପବିତ୍ର କରି ତାଙ୍କର ସୃଷ୍ଟି ଏଦନ ଉଦ୍ୟାନ ଭଳି ଏକ ପବିତ୍ର ଜାଗା, ପବିତ୍ର ବଗିଚାରେ ତାଙ୍କୁ ସ୍ୱାଧୀନତା ଦେଲେ। କିନ୍ତୁ ଦେଖ ମୋ ପ୍ରିୟମାନେ, କିଛି ଦିନ ଗଲା ପରେ, କିଛି ବର୍ଷ ଗଲା ପରେ ସେମାନଙ୍କର ପରିଣାମ କ'ଣ ହଉଛି? କିଛି ଲୋଭ ତାଙ୍କୁ ସେ ବିନାଶ କରୁଛି। ସେ ପବିତ୍ର ଭଳି ଜାଗାରୁ ତାଙ୍କୁ ତଡ଼ି ଦିଆଯାଉଛି। ପରମେଶ୍ୱରଙ୍କର ପ୍ରତିରୂପରେ ନିଷ୍କଳଙ୍କ, ନିନ୍ଦନୀୟ, ପାପ ନଥାଇ ଏକ ପବିତ୍ର ଭାବରେ ଗଠନ କରିବା ସମୟରେ କ'ଣ ହେଲା? ସେମାନେ ଲୋଭ ଦ୍ୱାରା ପାପ ପୃଥିବୀକୁ ଆସିଲା। ଏବଂ ଯୋଉ ପରମେଶ୍ୱରଙ୍କର ପ୍ରତିରୂପ, ସେଠି ଶୈତାନର ରୂପ ଆସିଗଲା। ଅହଙ୍କାର ଚିନ୍ତା ଆସିଲା, ପାପ ଚିନ୍ତା ଆସିଲା, ଈର୍ଷା, ଗର୍ବ, ଏ ଶରୀରର ଦୁର୍ବଳତା ସବୁ ସେଠି ଧରା ପଡ଼ିଗଲା। ଯାହା ଗାଲାତ୍ୟ 5:19 ଯଦି ଆପଣ ଦେଖିବେ, ସେଠାରେ ପ୍ରକାଶ କରେ ମୋର ପ୍ରିୟମାନେ, ଶରୀରର କର୍ମ ଗୁଡ଼ିକ ଦୋଷ, ରାଗ, ଈର୍ଷା, ହିଂସା, କପଟତା, ମିଛ, ମତଭେଦ, ଦଳଭେଦ, ବ୍ୟଭିଚାର, ନରହତ୍ୟା, ଏ ସମସ୍ତ ହଉଛି କ'ଣ ହଉଛି? ପରମେଶ୍ୱରଙ୍କର ବିରୋଧୀ। ଯୋଉ ପ୍ରଭୁ କି ସତ୍ୟ ପ୍ରଭୁ ନିଜେ ନିଜର ଜୀବନ ଦେଇ, ଯୋଉ ଜୀବନରେ କି ଯୋଉ ଆତ୍ମା କି ଆମମାନଙ୍କର ଏଇ ଯୋଉ ମାଟିର ଶରୀର ବା ମୂର୍ତ୍ତିକାମୟ ଶରୀର ଭିତରେ ରହିବା କଥା, ସେଇଟା ଆମେ ଶୈତାନର ଆତ୍ମାକୁ ପଢ଼ଉଛୁ। ସେଥିପାଇଁ ପ୍ରଭୁ ଆମମାନଙ୍କୁ କହନ୍ତି, ତାଙ୍କର ପ୍ରତିରୂପ ଦେଖିପାରିବା ନାହିଁ। ଯଦି ଶରୀରର କର୍ମ ଗୁଡ଼ିକ ତମେ କରିବ, ପ୍ରଭୁଙ୍କୁ ଆମେ ଦର୍ଶନ କରିପାରିବା ନାହିଁ। କିନ୍ତୁ ପ୍ରଭୁଙ୍କ ଠାରେ ଯିଏ ବିଶ୍ୱାସ କରେ, ପ୍ରଥମ କରନ୍ତି 2:9 ସେ କହନ୍ତି, ଏଇ ଆଖି ଯୋଉଟା ଦେଖି ନାହିଁ, କାନ ଯୋଉଟା ଶୁଣି ନାହିଁ, ହୃଦୟରେ ଯାହା ଜାତ ହୋଇ ନାହିଁ, ମନୁଷ୍ୟ ଈଶ୍ୱର ଆପଣଙ୍କ ପ୍ରେମକାରୀ ମାନଙ୍କ ନିମନ୍ତେ ତାହା ପ୍ରସ୍ତୁତ କରିଅଛନ୍ତି। ମୋ ପାଇଁ, ଆପଣ ମାନଙ୍କ ପାଇଁ, ଯିଏମାନେ ପ୍ରଭୁଙ୍କ ନିକଟକୁ ଫେରୁଅଛୁ, ପ୍ରଭୁଙ୍କର ସେଇ ତାଙ୍କର ପ୍ରତିରୂପକୁ ଆମେ ଚିନ୍ତା କରିବା। ପ୍ରଭୁ ମତେ ସୁନ୍ଦର ଭାବରେ ଗଠନ କଲେ, ମୁଁ ଯେ ମୋର ପାପ କର୍ମ ଯୋଗୁଁ ମୁଁ ପ୍ରଭୁଙ୍କ ଠାରୁ ଦୂରେଇ ଯାଉଅଛି, ବିଚ୍ଛିନ୍ନ ଅବସ୍ଥାରେ ରହୁଛି। ପବିତ୍ରତା ଶରୀର ଧାରଣ କରିଥିଲି, ପବିତ୍ରତାର ଆତ୍ମା ମୁଁ ପାଇଥିଲି, କିନ୍ତୁ ମୋର ପ୍ରତିରୂପ କ'ଣ ହଉଛି? ଅଲଗା ପ୍ରକାର ହଉଛି। ଆଜିର ସୁସମାଚାର ଯଦି ଆପଣମାନେ ଧ୍ୟାନ କରନ୍ତି, ମୋର ପ୍ରିୟମାନେ, ସେଠି ପ୍ରକାଶ କରନ୍ତି, ଫିଲିପ ଦାବି କରନ୍ତି, ପ୍ରଭୁ ଯୀଶୁଙ୍କୁ ସେ ଦାବି କରନ୍ତି ଯେ ଆମକୁ ପିତାଙ୍କୁ ଦେଖାନ୍ତୁ। ଆନ୍ଦିର ତା ପୂର୍ବ ପଦରେ ଯଦି ସେ ପଚାରିଲେ, ଆନ୍ଦିର ଆଉ ପତ ସତ୍ୟ ଜୀବନ ବୋଲି କ'ଣ ଆମେ କେମିତି ଜାଣିବୁ? ଏଠି ପ୍ରଭୁ ତାକୁ କହନ୍ତି, ଯିଏ ମତେ ଦେଖିଛି ସେ ପିତାଙ୍କୁ ଦେଖିଛି, ଯିଏ ମତେ ପାଇଛି ସେ ପିତାଙ୍କୁ ସେ ପାଇଛି। ଆଉ କ'ଣ ତମେ ବିଶ୍ୱାସ କରୁଅଛ? ତମେ କି ଜାଣିନ କି? ଆଉ ପିତାଙ୍କୁ ଦେଖିବା ପାଇଁ ତମର ଏତେ ଇଚ୍ଛା। କିନ୍ତୁ ମୋର ପ୍ରିୟମାନେ, ପ୍ରଭୁ ଯୀଶୁ ନିଜେ ତାଙ୍କର ସେ ପବିତ୍ରତା ରୂପ ଦିନେ ସେ ଦେଖାଇ ଅଛନ୍ତି। ଲୁକ 9:29 ଯେତେବେଳେ ସେ ପ୍ରାର୍ଥନା କରୁଛନ୍ତି, ତାବର ପର୍ବତରେ ସେ ଯେତେବେଳେ ପ୍ରାର୍ଥନା କରିବା ସମୟରେ ତାହାଙ୍କର ମୁଖର ରୂପ ଦେଖ ସେଟା ପ୍ରକାଶ କରେ। ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କର ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କର ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେ ପ୍ରକୃତରେ ସେ ସ୍ୱର୍ଗୀୟ ଶରୀରର ସ୍ୱର୍ଗୀୟ ରୂପ ସେ ତାହାଙ୍କୁ ଦେଖାଇଲେ। ମୋର ପ୍ରିୟମାନେ, ସେଠାରେ ସେ କ'ଣ କହନ୍ତି? ତାଙ୍କର ମୁଖ ପରିବର୍ତ୍ତିତ ହେଲା।
ମୁଖର ରୂପ, କାରଣ ସେ ପବିତ୍ର ହେଲେ ଏବଂ ସେ ଅତ୍ୟନ୍ତ ଆଲୋକମୟ ହେଇଥିଲେ। କୃଷ୍ଣଙ୍କ ପ୍ରେମରେ ମୋର ପ୍ରିୟମାନେ, ଈଶ୍ୱରଙ୍କର ବାକ୍ୟକୁ ଆମେ ଯଦି ଧ୍ୟାନ କରିବା, ଯୋହନ 9 ଅଧ୍ୟାୟରେ ମଧ୍ୟ ସେ ପ୍ରକାଶ କରନ୍ତି। ସେଠାରେ ସେ ପ୍ରକାଶ କରୁଛନ୍ତି କଣ, ଯେତେବେଳେ ଜନ୍ମରୁ ଅନ୍ଧ ବ୍ୟକ୍ତି ସୁସ୍ଥ ହେଇଗଲେ, ପ୍ରଭୁ ତାଙ୍କୁ କହିଲେ କାଦୁଅ ଏବଂ ଚେପ ଲଗେଇ ତାଙ୍କୁ ସେ କହିଲେ ଯାଅ ସିଲୋହକୁ ତମେ ଧୋଇ ହେବା ପାଇଁ ଯେତେବେଳେ ସେ ଯାଉଅଛନ୍ତି, ସେଇ ସମୟରେ ପ୍ରିୟମାନେ ସେ ଧୋଇ ହେଲେ, ସିଲୋହକୁ ଯାଇକି ସୁସ୍ଥ ହେଲା ପରେ କିଏ ମତେ ସୁସ୍ଥ କଲା ବୋଲି ସେ ତାଙ୍କୁ ଦେଖିବା ପାଇଁ ସେ ଇଚ୍ଛା କଲେ। ପ୍ରେଜ୍ ଦ ଲର୍ଡ। କାରଣ ମୋର ପ୍ରିୟମାନେ ଦେଖିବା ପାଇଁ ତାଙ୍କୁ ବହୁତ ଇଚ୍ଛା ଥିଲା। ନିଶ୍ଚିତ ଭାବରେ ପ୍ରଭୁ ଏତେ ବଡ଼ ଆଶ୍ଚର୍ଯ୍ୟ ପରମେଶ୍ୱର, ଯାହାଙ୍କ ରୂପ କି ଆମେ କେହି ଦେଖିପାରିବା ନାହିଁ, କିନ୍ତୁ ପୁତ୍ର ଈଶ୍ୱର ହୋଇ ସେ ଦେହ ଧାରଣ କର ଅବତାର ହେଲେ। ଆମେ ସମସ୍ତେ ସୌଭାଗ୍ୟ ମନେ କରିବା ଯେ ଯୀଶୁଙ୍କୁ ଆମେ ଦେଖିବାକୁ ପାଉଛୁ। ଫିଲିପ କହିଲା ଭଳି, ମତେ ଯିଏ ଦେଖିଛି ସେ ଯୀଶୁଙ୍କୁ ମାନେ ପିତାଙ୍କୁ ଦେଖିଅଛି। ଯିଏ ମତେ ପାଇଅଛି ସେ ମତେ ପାଇଅଛି। ଯିଏ ମୋଠାରେ ଥାଇ କାର୍ଯ୍ୟ କରୁଛନ୍ତି, ମୁଁ କରୁନାହିଁ, ମୋଠାରେ ଯେ କାର୍ଯ୍ୟ କରୁଛନ୍ତି ସେ ମୋର ପିତା ତାହା କରୁଛନ୍ତି ବୋଲିକି ପ୍ରଭୁ ତାଙ୍କୁ କହିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେମାନେ ଆମମାନଙ୍କର ଜୀବନକୁ ପରିବର୍ତ୍ତିତ କରିବା, ପିତାଙ୍କୁ ଦର୍ଶନ କରିବା ପାଇଁ ଆମ ସମସ୍ତଙ୍କର ଅଭିଳାଷ ଏବଂ ଇଚ୍ଛା। କିନ୍ତୁ ପ୍ରଭୁ ଆମମାନଙ୍କୁ ତାଙ୍କର ସେ ଦୟା ଏବଂ ଅନୁକମ୍ପାରେ ନିଶ୍ଚିତ ସେ ଆମମାନଙ୍କ ଜୀବନକୁ ଆସନ୍ତି। ସେ ଆମମାନଙ୍କୁ ଗଢ଼ିବା ପୂର୍ବରୁ ସେ ଜାଣିଛି ବୋଲି ମୋତେ ସେ କହନ୍ତି, ଯାହା ଜେରେମିୟା 1:5 ଆମେ ଯେତେବେଳେ ମା ଗର୍ଭରୁ ଆମେ ସମସ୍ତେ ଆସିଅଛୁ, ପବିତ୍ର, ନିଷ୍କଳଙ୍କ, ନିନ୍ଦନୀୟ ଛୋଟ ଶିଶୁ ଅବସ୍ଥାରେ ଆମେ ସମସ୍ତେ ଆଗମନ କରିଅଛୁ। ତାଙ୍କର ସେଇ ପ୍ରେମର ପ୍ରତିରୂପରେ ଆମମାନଙ୍କର ସମସ୍ତ ଶରୀରର ଗଠନରେ ଈଶ୍ୱରଙ୍କର କାର୍ଯ୍ୟ ରହିଛି। ହେଲେ ମୋର ପ୍ରିୟମାନେ ଦେଖନ୍ତୁ, ଆମେମାନେ କିଛି ଦିନ ଗଲା ପରେ ଆମେ କଣ ହଉଛୁ, ଆମମାନଙ୍କର ବୟସ ବଢି ବଢି ଯାଉଛି, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ବଢି ଯାଉଛି, ପବିତ୍ରତା ରୂପକୁ ଛାଡ଼ି ଅହଙ୍କାର ରୂପ ଧରୁଛୁ, ଲୋଭର ରୂପ ଧରୁଛୁ। ଯେ ଅହଙ୍କାର ଗର୍ବ କରେ ସେ ସ୍ୱର୍ଗ ରାଜ୍ୟ ଯାଇପାରିବ ନାହିଁ ବୋଲି ପ୍ରଭୁ କାଟିଦେଲେ। ଆମେମାନେ ମଧ୍ୟ ପ୍ରିୟମାନେ ସେ ସମସ୍ତ ପାପରୁ ପଛକୁ ଫେରିବା, ପ୍ରଭୁଙ୍କର ସେଇ ପବିତ୍ର ରୂପ ବା ଛାୟା ଆମେ ସମସ୍ତେ ପ୍ରାପ୍ତ କରୁଛୁ। ଧନ୍ୟବାଦ ଦେବା ଏକମାତ୍ର ଆମର କର୍ତ୍ତବ୍ୟ। ମୁଁ ବିଶ୍ୱାସ କରିବି, ଆପଣମାନେ ବିଶ୍ୱାସ କରନ୍ତୁ, ପ୍ରଭୁଙ୍କଠାରେ ଆସ୍ଥା ରଖନ୍ତୁ। ପ୍ରଭୁ ଆପଣ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଜୟ ଯୀଶୁ। ଆମେନ୍। ଆସନ୍ତୁ ଆମେ ପ୍ରାର୍ଥନା ଆରମ୍ଭ କରିବା। ଆଜିର ପ୍ରାର୍ଥନାକୁ ଆରମ୍ଭ କରିବା ନିମନ୍ତେ ମୁଁ ଅନୁରୋଧ କରିବି। ଅଜିତ ଆଜ୍ଞା, ଜୟ ଯୀଶୁ। ଜୟ ଯୀଶୁ ଆଜ୍ଞା। ଜୟ ଯୀଶୁ ଆଜ୍ଞା। ଆସନ୍ତୁ ଆମେ ପ୍ରାର୍ଥନା କରିବା। ବିଶେଷକୁ ପ୍ରାର୍ଥନା ଦିଅନ୍ତୁ ସାର୍। ହଁ ସାର୍। हे सर्वशक्तिमान दयालु प्रभु परमेश्वर, तुमर पवित्र मानव धन्यवाद प्रशंसा गौरव हो प्रभु। आम समस्त प्रभु जीवित मान मध्य प्रभु स्थान दे ये प्रभात समय तो चरणतर बसबार सुजोग प्रदान कर प्रभु तुम पवित्र मानव कोटि कोटि धन्यवाद अर्पण करुछु। आसंता प्रार्थना करिबा। हे हृदय जल जिसु हृदय निर्गत कोणार झर आमे तुमको भरोसा करू। आमेन। आमेन। आमीन। पिता पुत्र एवं पवित्र आत्मा नाम रे आमेन। आमेन। आमीन। प्रभुंकर प्रणाम
ଏମାନଙ୍କ ହେ ସ୍ୱର୍ଗସ୍ଥ ପିତା, ଆମେ ଏମାନଙ୍କର ସ୍ୱର୍ଗସ୍ଥିତ ପିତା, ତୁମର ନାମ ପୂଜିତ ହୋଇ ରାଜ୍ୟ ଆସୁ, ଯୋଗ କରି ଯେପରି ମଧ୍ୟ ପ୍ରାର୍ଥନା ଆଜି ଆମମାନଙ୍କୁ ଦୈନିକ ଆମ ଅପରାଧ ରକ୍ଷା କର। ଆମେନ୍। ଛାଡ଼ି ଦିଅ ନାହିଁ, ପ୍ରତ୍ୟେକ ମନ୍ଦର ପ୍ରଭୁ ରକ୍ଷା କର। ଦୂତଙ୍କର ବନ୍ଦନା। ନମସ୍ତେ ମାରିଆ, ନମସ୍ତେ ନମସ୍ତେ ମାରିଆ, ଅଙ୍ଗରେ ପୂର୍ଣ୍ଣ ପ୍ରଭୁ ତୁମରି ସଙ୍ଗରୀ, ସ୍ତ୍ରୀଗଣଙ୍କ ମଧ୍ୟରେ ତୁମେ ଧନ୍ୟ, ତୁମରି ଉଦର ଫଳ ଯୀଶୁ। ହେ ପରମେଶ୍ୱର ମାତା ଧନ୍ୟମୟୀ ମାରିଆ, ଆମମାନଙ୍କ ନିମନ୍ତେ ବର୍ତ୍ତମାନ ଆମମାନଙ୍କର ମରଣ ସମୟ ପ୍ରାର୍ଥନା କର। ଆମେନ୍। ଧନ୍ୟ ତେକଙ୍କର ସ୍ତୁତି ପିତା, ପୁତ୍ର ଏବଂ ପବିତ୍ର ଆତ୍ମା ଗୌରବିତ ହୁଅନ୍ତୁ। ବର୍ତ୍ତମାନ ସର୍ବଦା ଯୁଗଯୁଗାନ୍ତରରେ ଆମେନ୍। ଆମେନ୍। ପ୍ରେରିତ ଧର୍ମସୂତ୍ର। ସ୍ୱର୍ଗ ସ୍ୱର୍ଗ ମଧ୍ୟ ମଧ୍ୟ ସୃଷ୍ଟି, ସ୍ରଷ୍ଟା ସର୍ବଶକ୍ତିମାନ ପିତା ପରମେଶ୍ୱରଙ୍କୁ ମୁଁ ବିଶ୍ୱାସ କରୁଛି, ତଥା ତାର ଦ୍ୱିତୀୟ ପୁତ୍ର ମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ, ଯେ ପବିତ୍ର ଆତ୍ମା ଦ୍ୱାରା ଗର୍ଭସ୍ଥ ହୋଇ କୁମାରୀ ମାରିଆ ଠାରୁ ଜନ୍ମ ଗ୍ରହଣ କଲେ, ପିଲା ଅଧୀନରେ ମୃତ୍ୟୁ ମସ୍ତିଷ୍କ ହେଲେ, ପାତାଳ ତଳକୁ ଅବତରଣ କରି 33 ବର୍ଷ ଧରି ଏବଂ ସେଠାରୁ ମୃତ ମୃତ୍ୟୁଗଣକୁ ଚାରିବାକୁ ଆସିବେ। ପବିତ୍ର କାଥୋଲିକ ଧର୍ମମଣ୍ଡଳୀ ଶାନ୍ତିଗତ ତାପରେ କ୍ଷମା ପୁନରୁତ୍ଥାନ ଏବଂ ଅନନ୍ତ ଜୀବନ ମୁଁ ବିଶ୍ୱାସ କରେ। ଆମେନ୍। ପ୍ରାରମ୍ଭିକ ପ୍ରାର୍ଥନା। ଯୀଶୁ, ତୁମେ ମୃତ୍ୟୁବରଣ କଲ, କିନ୍ତୁ ଆତ୍ମାଙ୍କ ପାଇଁ ଜୀବନର ସ୍ରୋତ ହୋଇ ପ୍ରବାହିତ ହେଲ ଏବଂ ଦୟାର ମହାସାଗର ସମଗ୍ର ଜଗତ ସକାଶେ ନିଜକୁ ଉନ୍ମୁକ୍ତ କଲ। ଏ ଜୀବନର ଉତ୍ସ ଅପରିମେୟ ଦିବ୍ୟ କରୁଣା ସମଗ୍ର ଜଗତକୁ ଆଚ୍ଛାଦନ କରି ଆମ ଉପରେ ନିଜକୁ ନିଶ୍ଚୟ କର। ଏ ରୁଧିର ଓ ଜଳ ଯୀଶୁଙ୍କ ନିର୍ଗତ କରୁଣାର ଝର ଆମ୍ଭେ ତୁମକୁ ଭରସା କରୁ। ଆମେନ୍। ଆମେନ୍। ହେ ଅନନ୍ତ ପିତା, ଆମେ ତୁମର ପ୍ରିୟତମ ପୁତ୍ର ଆମର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ପବିତ୍ର ଶରୀର ଓ ରୁଧିର ଆତ୍ମା ଦେବତ୍ୱକୁ ଆମର ତଥା ସମଗ୍ର ଜଗତର ପାପର ପ୍ରାୟଶ୍ଚିତ ସକାଶେ ଅର୍ପଣ କରୁଅଛୁ। ଆମେନ୍। ଆସନ୍ତୁ ପ୍ରଥମ ରସରେ ପ୍ରାର୍ଥନା କରିବା। ପ୍ରାର୍ଥନା କରିବା ପାଇଁ ଅନୁରୋଧ କରୁଅଛି। ଅଙ୍କିତା ଦିଦି, ଜୟ ଯୀଶୁ। ଜୟ ଯୀଶୁ ସାର୍, ସମସ୍ତଙ୍କୁ ମୋର ନମସ୍କାର। ନମସ୍କାର ଦିଦି, ଜୟ ଯୀଶୁ। ଯଦି ଆପଣ ପ୍ରଥମ ରହସ୍ୟରେ ପ୍ରାର୍ଥନା କରନ୍ତୁ। ଆଜିର ବାକ୍ୟରେ ଯେପରି ସାର୍ କହିଲେ, ପ୍ରଭୁ ନିଜ ପତି ରୂପରେ ଆମମାନଙ୍କୁ ନିର୍ମାଣ କରି ଏ ଧରା ପୃଷ୍ଠରେ ବଞ୍ଚିବାର ଅଧିକାର ଦେଲେ। ସେଇ ପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଅନେକ ପ୍ରତି ମୁହୂର୍ତ୍ତରେ ଆମେ ତାଙ୍କର ବିରୁଦ୍ଧରେ ପାପ କରିଅଛୁ। ଦୟାର ସାଗର କରୁଣାମୟ ପ୍ରଭୁ ପରମେଶ୍ୱର, ଯେପରି ଆମେ ମନ ଆତ୍ମା ପରିବର୍ତ୍ତନ କରି ପ୍ରଭୁଙ୍କ ଚରଣରେ ସମର୍ପଣ ଜୀବନ ଯାପନ କରିପାରିବା, ଏଥି ନିମନ୍ତେ ଆପଣ ପ୍ରାର୍ଥନା କରନ୍ତୁ ଦିଦି। ଆସନ୍ତୁ ଆମେ ସମସ୍ତେ ପ୍ରାର୍ଥନା କରିବା। ହେ ଦୟାଳୁ କ୍ଷମାଶୀଳ ପ୍ରଭୁ, ପ୍ରେମମୟ ଯୀଶୁ, ହେ ଦିବ୍ୟ ହୃଦୟ ଯୀଶୁ, କରୁଣାମୟ ପ୍ରଭୁ, ଆମେ ପାପୀ ଅଯୋଗ୍ୟ ପ୍ରଭୁ, ଆପଣଙ୍କୁ ମୁଁ କୋଟି କୋଟି ଧନ୍ୟବାଦ ଦଉଅଛି। ଆଜିର ଏହି ପବିତ୍ର ଦିନରେ ଆପଣଙ୍କୁ ମୁଁ କଣ କହିବି, କଣ ଡାକିବି, କଣ ମାଗିବି। ପ୍ରଭୁ ମତେ କ୍ଷମା କର, ମୋ ପାପୀ ଅଯୋଗ୍ୟ। ଆମର ସମସ୍ତ ମନୁଷ୍ୟ ଜାତିକୁ କ୍ଷମା କରନ୍ତୁ। ଜଣାତରେ ଅଜଣାତରେ ଆମେ ପାପ ଦୋଷ କରୁଛୁ ପ୍ରଭୁ, ବୁଝୁଛୁ, ଜାଣୁଛୁ ଏହି ପାପ ଦୋଷ କଲେ କଣ ହେବ, କିନ୍ତୁ ଆମେ ଜାଣି ବୁଝି କରି ପାପ ଦୋଷ କରୁଛୁ, ଆପଣଙ୍କ ବିରୁଦ୍ଧାଚରଣ କରୁଛୁ। ହେ ଦୟାମୟ ପରମେଶ୍ୱର ପ୍ରଭୁ, କ୍ଷମଙ୍କ ଯୀଶୁ, ମୁକ୍ତିଦାତା ଯୀଶୁ, ତ୍ରାଣକର୍ତ୍ତା ଯୀଶୁ, ହେ ଦିବ୍ୟ ହୃଦୟ ପ୍ରଭୁ, ଆମର ଏହି ମନୁଷ୍ୟ ଜୀବନକୁ ତୁମେ ଆଶୀର୍ବାଦ କଲ, ଜୀବନ ଦେଲ, ପ୍ରତିମୂର୍ତ୍ତି ଛବି ଦେଇକି ଆମମାନଙ୍କୁ ସୃଷ୍ଟି କଲେ। ପ୍ରଭୁ ପରମେଶ୍ୱର, ହେ ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ଆରୋଗ୍ୟ ଦାତା, ଆଶ୍ଚର୍ଯ୍ୟ ପ୍ରଭୁ, ହେ ସ୍ୱାସ୍ଥ୍ୟଦାତା ପ୍ରଭୁ, କ୍ଷମାଶୀଳ ପ୍ରଭୁ, ଦୟାସାଗର ପ୍ରଭୁ, ଆମ ପ୍ରତି ଦୟା କର।
ଯେପରି ସଦା ସର୍ବଦା ଆପଣଙ୍କ ଚରଣ ତଳେ ଆମେ ପ୍रणिपात ହେବା ପାଇଁ ଆମମାନଙ୍କୁ ଅନୁଗ୍ରହ କର ପ୍ରଭୁ। ସମସ୍ତେ ଦୁଃଖୀ, ଗରିବ, ଅନାଥ, ବିଧବା, ବେସାହାରା ମାନେ ଦୁନିଆରେ ଅଛୁ। ଏହି ଓଡ଼ିଶା ଡିଭାଇନ୍ ପରିବାରରେ ଅଛୁ ପ୍ରଭୁ। ଆମର ସମସ୍ତଙ୍କର ପାପ ଦୋଷ କ୍ଷମା କର। ଯେଉଁ ଭାଇ ଭଉଣୀ ମାନେ ଆମମାନଙ୍କୁ ପ୍ରାର୍ଥନା ମାଗୁଛନ୍ତି, ଜାଣୁ ନ ଜାଣୁ, ତାଙ୍କର ପାଇଁ ଆମେ ପ୍ରଭୁଙ୍କ ଠାରେ ଭିକ୍ଷା କରୁଅଛୁ। ପ୍ରଭୁଙ୍କର କାଲବାରୀ କୃଷରେ, ପ୍ରଭୁଙ୍କର ପବିତ୍ର କୃଷରେ ପ୍ରଭୁ ଦୟାମୟ ପରମେଶ୍ୱର ସଦା ସର୍ବଦା ଆମମାନଙ୍କୁ ପରିବର୍ତ୍ତନ ହେବା ପାଇଁ ଅନୁଗ୍ରହ ଆଶୀର୍ବାଦ କର। ହେ ପ୍ରଭୁ, ଆମେ ତ ଆଖି ଥାଇକି ଅନ୍ଧ ହଉଛୁ, କର୍ଣ୍ଣ ଥାଇକି କାଲା ହଉଛୁ ପ୍ରଭୁ। ଜାଣି ବୁଝି କରି ସମସ୍ତ ପାପ ଦୋଷରେ ଭରିପୁର ହେଇ ଏହି ଦୁନିଆରେ ଚାଲୁଛୁ ପ୍ରଭୁ। ଆମମାନଙ୍କୁ ସମସ୍ତଙ୍କୁ ଅନୁଗ୍ରହ କର। ହେ ଆରୋଗ୍ୟ ଦାତା ପ୍ରଭୁ, ହେ ଆବ୍ରାହ୍ମଙ୍କ ପ୍ରଭୁ, ହେ ଏଲିୟଙ୍କ ପ୍ରଭୁ, ହେ ଇସାକଙ୍କ ପ୍ରଭୁ, ହେ ଯାକବଙ୍କ ପ୍ରଭୁ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କର। ଆମେ ପାପୀ ଅଯୋଗ୍ୟ ମଣିଷ ପ୍ରଭୁ, ଆମେ ଆପଣଙ୍କୁ ଡାକି ପାରୁନୁ, ଡାକି ଜାଣୁନୁ, ମାଗି ଜାଣୁନୁ, ବୁଝି ପାରୁନୁ। ଆପଣଙ୍କର ଅନୁଗ୍ରହ ଆଶୀର୍ବାଦକୁ ଆମେ ଭାବି ପାରୁନୁ ପ୍ରଭୁ। ଦୟାମୟ ପରମେଶ୍ୱର, କ୍ଷମା ସାଗର ପ୍ରଭୁ, ଆପଣ କୃଷ ଉପରେ ବଳିଦାନ ଦେଇ ପ୍ରଭୁ ଆମର ଜୀବନ ଦେଲେ, ଆମର ପାପ ପଙ୍କରୁ ଉଦ୍ଧାର କଲେ, ସମସ୍ତ ମାନବ ଜାତିକୁ ରକ୍ଷା କଲେ ପ୍ରଭୁ। ଦୟାମୟ ପ୍ରଭୁ, ଏହି ତପସ୍ୟା କାଳ ଆସୁଛି, ଅନେକ ରୋଗୀ ମାନେ, ଅନେକ ନିଶା ଦ୍ରବ୍ୟ ମାନେ, ଅନେକ ଭୁଲ ଭଟକିଆରେ ଯିବା ଲୋକମାନଙ୍କର ପରିବର୍ତ୍ତନ କର। ହେ ଦୟାମୟ ପ୍ରଭୁ, କ୍ଷମାଙ୍କ ପ୍ରଭୁ, ମୁକ୍ତିଦାତା ଯୀଶୁ, ହେ ଦିବ୍ୟ ହୃଦୟ ଯୀଶୁ, ହେ କରୁଣାମୟ ପ୍ରଭୁ, ଆମର ସମସ୍ତ ପାପ ଦୋଷ କ୍ଷମା କର ପ୍ରଭୁ। ଆମେ ସମସ୍ତେ ଏକତ୍ର ହେଇ ସଦା ସର୍ବଦା ଆପଣଙ୍କର ମହିମା, ଆରାଧନା, ପୂଜା ଅର୍ଚ୍ଚନା, ସ୍ତୁତି ବନ୍ଦନା, ଗୌରବର ପ୍ରଶଂସା କରିବା ପାଇଁ ଆମମାନଙ୍କୁ ଅନୁଗ୍ରହ କର। ହେ ପ୍ରଭୁ, ଏହି ମୋର ପ୍ରାର୍ଥନା ଶ୍ରବଣ କର। ହେ ପ୍ରଭୁ ହେ ପ୍ରଭୁ, ଏମାନଙ୍କ ପ୍ରାର୍ଥନା ଶ୍ରବଣ କର। ପ୍ରାର୍ଥନା କୃପା ପୂର୍ବକ ଶ୍ରବଣ କର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ଆମ ଆମ ପ୍ରତି ପ୍ରତି ସମଗ୍ର ପୃଥିବୀର ଦୟା କର ପ୍ରଭୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ଆମ ଆମ ପ୍ରତି ଦୟା କର ପ୍ରଭୁ। ପ୍ରଭୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ଆମ ଆମ ପ୍ରତି ଦୟା କର ପ୍ରଭୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ଦୟା କର ପ୍ରଭୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ପ୍ରଭୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ଆମ ପ୍ରତି ଓ ସମସ୍ତ ଜଗତ ପ୍ରତି ଦୟା କର ପ୍ରଭୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ଆମ ପ୍ରତି ଓ ସମସ୍ତ ଜଗତ ପ୍ରତି ଦୟା କର ପ୍ରଭୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ଆମ ପ୍ରତି ଓ ସମଗ୍ର ଜଗତ ପ୍ରତି ଦୟା କର ପ୍ରଭୁ। ପ୍ରଭୁ, ପ୍ରଭୁ ଯୀଶୁଙ୍କର ଦୁଃଖ ଯନ୍ତ୍ରଣା ହେତୁରୁ ଆମ ପ୍ରତି ଓ ସମସ୍ତ ଜଗତ ପ୍ରତି ଦୟା କର ପ୍ରଭୁ। ହେ ଅନନ୍ତ ପିତା, ଆମେ ତୁମର ପ୍ରିୟତମ ପୁତ୍ର ଆମର ପ୍ରଭୁ ଖ୍ରୀଷ୍ଟଙ୍କର ପବିତ୍ର ଶରୀର ଓ ରୁଧିର ଆତ୍ମା ଓ ଦେବତ୍ୱକୁ ଆମର ତଥା ସମଗ୍ର ଜଗତର ପାପର ପ୍ରାୟଶ୍ଚିତ ସକାଶେ ଅର୍ପଣ କରୁଅଛୁ। ଆମେନ୍।